ପିଲାମାନେ ତମେ ସବୁ ଲମ୍ବା ଛୁଟି ପାଇଥିଲ, ସେ ଛୁଟି କେମିତି କଟେଇଲ? କେତେ ଜଣ ମନ ଦେଇକି ପାଠ ପଢ଼ିଛ 2 ଘଣ୍ଟା? ଆଉ ଖେଳିଛ କିଏ? ଆଉ ଜମା ବହି ଖୋଲି ନାହଁ କିଏ? ସତ କଥା ମାନିଯାଅ। ଆଚ୍ଛା, ତମେ ଏଇ ଯେଉଁ ଛୁଟିରେ ଗୋଟିଏ ବଡ଼ ପର୍ବ ପାଳନ କଲ, ସେ ପର୍ବଟିର ନାଁ କ'ଣ କହିଲ? ହଁ, ସେ ପର୍ବଟିର ନାଁ ହେଉଛି ରଜ ପର୍ବ। ରଜ ପର୍ବ କେମିତି ପାଳନ କଲ? ହଁ, ପିଠା ଖାଇଲ, ଦୋଳିରେ ଝୁଲିଲ, ଆଉ ସଜବାଜ ହେଲ। ଆଉ କ'ଣ କଲ? ଆଉ ତମେ ସାଙ୍ଗସାଥି ମେଳରେ ସବୁ ବୁଲିନ? ଆଚ୍ଛା, ହଉ, ତମେ ଏଇ ଯେଉଁ ରଜ ପର୍ବଟି ଏବେ ପାଳନ କରିଛ, ତମେ ରଜ ପର୍ବ ବିଷୟରେ କିଏ କହିପାରିବ ଟିକେ? ହଉ, ଠିକ୍ ଅଛି, ମୁଁ କହୁଛି, ତମେ ଶୁଣ ଏବଂ ତମେ ଯେମିତି ରଜ ପର୍ବକୁ ପାଳିଛ ନିଜ ଭାଷାରେ କାଲି ସୁନ୍ଦର ଭାବରେ 8-10ଟି ଧାଡ଼ି ଲେଖିକି ଆଣିବ। ତମେ ଜାଣିଛ ଆମ ଓଡ଼ିଶାରେ 12 ମାସରେ 13 ପର୍ବ ପାଳନ କରାଯାଏ। ସେଥିଭିତରୁ ରଜ ପର୍ବ ଗୋଟିଏ। ଏ ରଜ ପର୍ବରେ କେବେ ପଡ଼େ ନା, ବୈଶାଖର ରୌଦ୍ର ତାପରେ ପୃଥିବୀ ଯେତେବେଳେ ହନ୍ତସନ୍ତ ହେଉଥାଏ, ଏପରିକି ପ୍ରାଣୀ ଜଗତ ତଥା ଉଦ୍ଭିଦ ଜଗତ ଜଳର ଅଭାବରେ ଅତିଷ୍ଠ ହୋଇପଡ଼ନ୍ତି, କିନ୍ତୁ ଆଦ୍ୟ ଆଷାଢ଼ର ପହିଲି ମେଘର ଗୁରୁ ଗମ୍ଭୀର ନାଦରେ ଉତ୍ତପ୍ତା ପୃଥିବୀ ହୋଇଯାଏ ଶାନ୍ତ। ଧରଣୀ ପୁଣି ଧରେ ସୃଜନକ୍ଷମ। ତେଣୁ ତାର ବକ୍ଷରେ ଶସ୍ୟ ଶ୍ୟାମଳା ନବ ଦୁର୍ବାଦଳ ଆଉ ନବପତ୍ରର ଅଙ୍କୁରୋଦ୍ଗମ ହୁଏ। ତେଣୁ ମାନବ ତାର ମାଟି ମାଆକୁ ପୂଜା କରେ। କୃଷକ ମନରେ ଆଶାର ସଞ୍ଚାର ଘଟେ। ସେ ତାର ମାଟି ମାଆକୁ ବେଉଷଣକ୍ଷମ କରି ସବୁଜର ସ୍ୱପ୍ନ ଦେଖେ। ଏହି ମୂର୍ତ୍ତିକାର ଆବାହନ ହେଉଛି ଉତ୍କଳର ରଜ ଉତ୍ସବ। ଏହାର ସ୍ମାରକୀ ସ୍ୱରୂପ କେଉଁ ଆବାହମାନ କାଳରୁ ଅଦ୍ୟାବଧି ଓଡ଼ିଶାର ପୁରପଲ୍ଲୀରେ ଏହି ରଜ ଉତ୍ସବ ମହା ଆଡ଼ମ୍ବର ସହକାରେ ପାଳିତ ହୋଇ ଆସୁଛି, ଯାହାକି ତୁମେ ଏବେ ପାଳନ କରିଛ। କୃଷି କୈନ୍ଦ୍ରିକ ସାମାଜିକ ଜୀବନରେ ସାମ୍ବତ୍ସରିକ ପରିଭ୍ରମଣ ଅନୁସାରେ କେତେଗୁଡ଼ିଏ ପର୍ବପର୍ବାଣୀର ସୃଷ୍ଟି କରାଯାଇଛି। ଏହି ଦୃଷ୍ଟିରୁ ବିଚାର କଲେ ରଜ ପର୍ବ ହେଉଛି ଏକ କୃଷିଭିତ୍ତିକ ପର୍ବ। କୃଷିକାରୀ ମାନବ ସହିତ ମୂର୍ତ୍ତିକାର ସମ୍ପର୍କ ଯୁଗେ ଯୁଗେ ରହିଛି। ଏପରିକି ସଭ୍ୟତାର ପ୍ରଥମ ଉନ୍ମେଷ ଘଟିଥିଲା ଏହି ମୂର୍ତ୍ତିକା ଉପରେ। ଏଣୁ ମୂର୍ତ୍ତିକା ହେଉଛି ମାନବ ସଭ୍ୟତା ଆଉ ସମାଜର ପ୍ରାଣ ପ୍ରତିଷ୍ଠା। ଉତ୍କଳ ଦେଶ ସର୍ବଦା କୃଷି ଉପରେ ନିର୍ଭର କରେ। ଆଜିକାର ଜଡ଼ବାଦୀ ଦୁନିଆରେ ବିଜ୍ଞାନର ବିକାଶ ବଳରେ ମନୁଷ୍ୟ ଯେତେ ବଳିୟାନ ହେଲେ ହିଁ ସେ ସର୍ବଦା ଅନ୍ନ ଉପରେ ନିର୍ଭର କରିଥାଏ। କାରଣ ମାନବର ଏହି ଅନ୍ନମୟୀ ପିଣ୍ଡ ସର୍ବଦା ଅନ୍ନ ମୁଠିକ ଉପରେ ନିର୍ଭର କରେ। ଅନ୍ନ ବିନା ସେ ମୁହୂର୍ତ୍ତେ ବଞ୍ଚିପାରିବ ନାହିଁ। ସେହି ଅନ୍ନ ଉତ୍ପାଦନ ନିମନ୍ତେ କୃଷକ ସର୍ବଦା ମୂର୍ତ୍ତିକା ଆଉ ମୌସୁମୀ ଉପରେ ନିର୍ଭର କରି ଆସିଛି। କାରଣ ଜୀବନ ଧାରଣର ଅବଲମ୍ବନ ହେଉଛି ଅନ୍ନ। ଏହି ଅନ୍ନର ସୃଷ୍ଟି ମେଘରୁ ଓ ମେଘରୁ ସୃଷ୍ଟି ଯଜ୍ଞରୁ ଏବଂ ଯଜ୍ଞର ସୃଷ୍ଟି କର୍ମରୁ। ଏହି ପରିପ୍ରେକ୍ଷୀରେ ଉପନିଷଦରେ ଯଥାର୍ଥରେ କୁହାଯାଇଛି ଅର୍ଣ୍ଣାତ୍ ପୁରୁଷମ୍, ଅର୍ଥାତ୍ ଅନ୍ନରୁ ପ୍ରାଣୀଜାତ ଏବଂ ଅନ୍ନ ଲାଗି ଜୀବନ। ଏଣୁ ବିଭିନ୍ନ ଶାସ୍ତ୍ର, ପୁରାଣ ଓ କାବ୍ୟ କବିତା ଇତ୍ୟାଦିରେ ସ୍ରଷ୍ଟାଗଣ ମୂର୍ତ୍ତିକା ଓ ମୌସୁମୀ ସମ୍ପର୍କରେ ରାଶି ରାଶି ଦୃଷ୍ଟାନ୍ତମାନ ପ୍ରଦାନ କରିଥିବାର ଆମର ଦୃଷ୍ଟିଗୋଚର ହୁଏ। ଏହି ପରିପ୍ରେକ୍ଷୀରେ କାଳିଦାସ ମେଘକୁ ସମ୍ବୋଧନ କରି ଲେଖିଛନ୍ତି ତ୍ୱୟାୟତମ୍ କୃଷି ଫଳମିଦମ୍, ଅର୍ଥାତ୍ ହେ ମେଘ, କୃଷି କର୍ମର ଫଳ ତୁମର ଅଧୀନ ଅଟେ। ଏଣୁ ଅଜସ୍ର ବାରି ବର୍ଷଣ କରି ପୃଥିବୀକୁ ସୃଜନଶୀଳା କର। ସୁତରାଂ ରଜ ପର୍ବର ଉପାଦେୟତା ଅଧିକ ଗୁରୁତ୍ୱପୂର୍ଣ୍ଣ। ପ୍ରକାଶ ଥାଉ କି ପୃଥିବୀରେ ମିଥୁନ ସଂକ୍ରାନ୍ତି ଦିନ ମୌସୁମୀ ବାୟୁ ଅଧିକ କ୍ରିୟାଶୀଳ ହୋଇ ତା ସହିତ ମୂର୍ତ୍ତିକାର ମହାମିଳନ ଘଟିଥାଏ। ଏଣୁ ଏହି ଦିବସରେ ମାନବ କେବଳ ମୂର୍ତ୍ତିକା ଓ ମୌସୁମୀର ହିଁ ଉପାସନା କରିଥାଏ। ତା ଫଳରେ ପୃଥିବୀ ହୁଏ ଶସ୍ୟ ଶ୍ୟାମଳା। ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ ଜଳପାନ କରି ଉତ୍ଫୁଲ୍ଲିତ ହୁଅନ୍ତି। ଉତ୍କଳୀୟ ସଂସ୍କୃତିରେ ଏହି ପର୍ବର ପଶ୍ଚାତ୍ ଭାଗରେ କୌଣସି
ଦେବତାଙ୍କର ପୂଜା ଆରାଧନା କରା ନ ଯାଇ କେବଳ ମୂର୍ତ୍ତିକା ଆଉ ମୌସୁମୀକୁ ଆରାଧନା କରାଯାଏ। ଉତ୍କଳରେ ରଜ ପର୍ବ ତିନି ଦିନ ବ୍ୟାପୀ ପାଳନ କରାଯାଏ। ପୂର୍ବ ଦିନ ସଜବାଜ ନାମରେ କଥିତ। ପ୍ରଥମ ଦିବସଟି ପହିଲି ରଜ, ଦ୍ୱିତୀୟ ଦିବସଟି ରଜ ସଂକ୍ରାନ୍ତି ଓ ତୃତୀୟ ଦିବସଟି ଭୂମିଦାହ ନାମକ ସର୍ବଜନ ବିଦିତ ଅଟେ। ସମାଜର ଆବାଳ ବୃଦ୍ଧ ବନିତା, କି ଧନୀ କି ଦରିଦ୍ର, ସମସ୍ତେ ଆନନ୍ଦ ସହକାରେ ଏହି ପର୍ବଟିକୁ ମିଳିମିଶି ଶ୍ରଦ୍ଧାର ସହିତ ପାଳନ କରନ୍ତି। ଏହି 3 ଦିନରେ ବ୍ୟକ୍ତିବିଶେଷ ଆମୋଦ ପ୍ରମୋଦ, ଖେଳ କୌତୁକରେ ସମୟ ବିତାଇଥାନ୍ତି। ଘରେ ଘରେ ନାନା ପ୍ରକାର ସୁମିଷ୍ଟ ଖାଦ୍ୟ, ପୋଡ଼ପିଠା ଓ ନାନାଦି ପ୍ରକାର ପିଠାପଣାର ଆୟୋଜନ କରାଯାଇଥାଏ। ସଜବାଜ ଦିନ ପୋଡ଼ପିଠା ପ୍ରସ୍ତୁତି କରି ରଜ ପର୍ବର ଏଇଟା ଗୋଟେ ବିଶେଷ ଆକର୍ଷଣ। ପହିଲି ରଜର ପ୍ରତ୍ୟୁଷରୁ ସମସ୍ତେ ମିଳିତ ଭାବେ ବନ୍ଧୁ ପରିଜନଙ୍କ ସହିତ ଭକ୍ଷଣ କରି ଆତ୍ମତୃପ୍ତି ଅନୁଭବ କରନ୍ତି। ନାରୀ ତଥା ବାଳିକାମାନଙ୍କର ଏହା ହେଉଛି ପ୍ରଧାନ ଆନନ୍ଦର ପର୍ବ। ସେମାନେ ପ୍ରତ୍ୟୁଷରୁ ନିଜ ନିଜର ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ ପୂର୍ବକ ନିଜକୁ ସଜାଇ ଦିଅନ୍ତି। ଏପରିକି ସ୍ତ୍ରୀମାନଙ୍କ କପାଳରେ ଚନ୍ଦନ ଟିପା, ପାଦରେ ଅଳତା ଧାର, ଚକ୍ଷୁରେ କଜ୍ଜଳ, ମୁଣ୍ଡରେ ସିନ୍ଦୁର ଟିପା ଏବଂ ପାଦରେ ଚପଲ ଧାରଣ ଅତ୍ୟନ୍ତ ସୁନ୍ଦର ଦେଖାଯାଇଥାଏ। କୁମାରୀମାନଙ୍କର ନଗ୍ନ ପାଦରେ ଭୂମି ସ୍ପର୍ଶ ନ କରିବା ହେଉଛି ପାରମ୍ପରିକ ବିଧି। ଏଥିପାଇଁ ପୂର୍ବେ ନାରୀମାନେ ଖୋଆଖୋଳପା ପିନ୍ଧୁଥିବା ସ୍ଥଳେ ସାମ୍ପ୍ରତିକ ଯୁଗରେ ବିଭିନ୍ନ ଧରଣର ଜୋତା ପରିଧାନ କରି ପୂର୍ବ ପରମ୍ପରାକୁ ବଜାୟ ରଖୁଛନ୍ତି। ଆଗକାଳରେ ସେମାନେ ପିନ୍ଧୁଥିଲେ କଦଳୀ ପଟୁଆ। ପିଠାପଣା, କ୍ରୀଡ଼ା କୌତୁକ, ମିଷ୍ଟାନ୍ନ ଭୋଜନ ଏବଂ ଆନନ୍ଦ ଉଲ୍ଲାସରେ ଝିଅମାନେ 3 ଦିନ ଅତିବାହିତ କରନ୍ତି। ସେହି ସମୟରେ ବିଶେଷ ଆକର୍ଷଣ ହେଉଛି ଝିଅମାନଙ୍କର ଦୋଳି ଖେଳ। ଗ୍ରାମ ଉପାନ୍ତ ଆମ୍ବ ତୋଟାରେ, ମନ୍ଦିର ପ୍ରାଙ୍ଗଣରେ, ଖଳା ଭୂମିରେ, ଗୃହ ଅଗଣାରେ, ଏଇଭଳି ଗଳି କନ୍ଦି ସବୁ ସ୍ଥାନରେ କୁମାରୀମାନେ ନାନା ପ୍ରକାର ଗୀତ ଗାନ କରି ଆନନ୍ଦରେ ଦିନ ବିତାନ୍ତି। ସେହି ଦିବସ ଗୁଡ଼ିକରେ ଘରର ସ୍ତ୍ରୀ ଲୋକ ଏବଂ ବାଳିକାମାନେ ଗୃହର କିଛି କାମଧନ୍ଦା ନ କରି ଆନନ୍ଦ ଉଲ୍ଲାସରେ ସମୟ ବିତାଇଥାନ୍ତି। ରଜର ତୃତୀୟ ଦିବସଟି ଭୂମିଦାହ ଦିବସ ରୂପେ ପରିଗଣିତ। ଏହି ଦିନ ମାତା ବସୁମତୀଙ୍କର ବିଶ୍ରାମର ଦିନ ଅଟେ। ସେହି ଦିନ ଭୂମିକୁ କିଛି ଆଘାତ କରାଯାଏ ନାହିଁ। ଏପରିକି ମୂଲିଆ ଶ୍ରେଣୀର ଲୋକେ କାର୍ଯ୍ୟ କରିବାକୁ ନ ଯାଇ ଘରେ ରୁହନ୍ତି। ଚତୁର୍ଥ ଦିବସଟି ଠାକୁରାଣୀଙ୍କ ସ୍ନାନ ଦିବସ ରୂପେ ପାଳନ କରାଯାଏ। ଧରା ସ୍ନାନ ଦିବସଟିରେ ବସୁମତୀଙ୍କୁ ସ୍ନାନ କରାଯାଏ। ଲୋକମାନେ ନାନାଦି ନୈବେଦ୍ୟ ଦ୍ୱାରା ବସୁମତୀର ଭୋଗ ଅର୍ପଣ କରି ସନ୍ତୁଷ୍ଟ କରିଥାନ୍ତି। ପୁର, ପଲ୍ଲୀ ଆଉ ସହରମାନଙ୍କରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଘର ଦ୍ୱାର ଧୁଆଯାଏ। ଘରେ ଗୃହକର୍ତ୍ରୀ ଠାକୁରାଣୀଙ୍କୁ ଶୁଦ୍ଧପୂତ ଭାବେ ସ୍ନାନ କରାଇ ଗୃହ ଅଗଣାରେ ପୂର୍ଣ୍ଣ କୁମ୍ଭ ସ୍ଥାପନ କରନ୍ତି। ସେଠାରେ ହଳ, ଲଙ୍ଗଳ, ଶିଳପୁଆ, ପନିକି, ଦା ଇତ୍ୟାଦି ରଖି କୃଷକ ଗୃହିଣୀମାନେ ତାକୁ ହଳଦୀରେ ସ୍ନାନ କରାଇ ପୂଜା ଅର୍ଚ୍ଚନା କରନ୍ତି। ଏହିଠାରେ ରଜ ପର୍ବର ପରିସମାପ୍ତି ଘଟିଥାଏ। ବସୁମତୀର ବରପୁତ୍ର କୃଷକ ଆଗାମୀ ବର୍ଷ ପାଇଁ ମାଟି ମାଆକୁ ଆଶୀର୍ବାଦ ଭିକ୍ଷା କରି ନୂତନ କର୍ମ ପ୍ରେରଣା ନେଇ ଆଗେଇ ଯାଏ ନିଜର ଦୈନନ୍ଦିନ କାର୍ଯ୍ୟରେ। ସମୟାନୁକ୍ରମେ ଆଷାଢ଼ ଆକାଶରୁ ଝରି ଆସେ ବର୍ଷାର ଅସୀମ ଧାରା। କୃଷକ ତୁଣ୍ଡ ଝାଳ ମୁଣ୍ଡରେ ମାରି ମାଟି ମାଆର ବୁକୁ ଫଟାଇ ନୂତନ ଅଙ୍କୁର ଉଦ୍ଗମର ଆଶା ପୋଷଣ କରିଥାଏ। ଧରଣୀ ମାଟିର ବକ୍ଷରେ ଧାନ ଚାଷ କରି ସୁନାର ଫସଲ ଫଳାଏ। କୃଷକ ପରିବାରରେ ହସର ଢେଉ ଖେଳିଯାଏ। ତାର ଆନନ୍ଦର ସୀମା ରହେ ନାହିଁ। ସେହି ମାଟିରେ ଅନ୍ନ ଫଳାଇ ପରିବାର ଭରଣ ପୋଷଣରେ ନିଜକୁ ନିୟୋଜିତ କରେ। କୃଷକ ପୁଣି ଥରେ ସୃଜନୀର ଆନନ୍ଦରେ ଅଭିଭୂତ ହୋଇ ଉଠେ। କୃଷିଭିତ୍ତିକ ସାମାଜିକ ଜୀବନରେ ରଜ ପର୍ବର ତାତ୍ପର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 3 ଦିନ ବ୍ୟାପୀ ଖେଳ, କୌତୁକ, ଆଳାପ ଆଲୋଚନା ଇତ୍ୟାଦି ଗ୍ରାମୀଣ ଗୋଷ୍ଠୀ ଜୀବନକୁ ବେଶ୍ ଆନନ୍ଦମୁଖର କରିଥାଏ। ଏହି ଉତ୍ସବ କୁମାରୀମାନଙ୍କ ମନରେ ବିଶେଷ ଆନନ୍ଦର ଢେଉ ଖେଳାଇ ଦେଇଥାଏ। ନବବିବାହିତ ବଧୂର ପିତ୍ରାଳୟରୁ ଆସିଥିବା ନୂତନ ବସ୍ତ୍ର, ସୁମିଷ୍ଟ ଖାଦ୍ୟ, ବିବିଧ ଫଳମୂଳ ଇତ୍ୟାଦିର ସମ୍ଭାର ରଜ ପରିବେଶକୁ ଆହୁରି ଆନନ୍ଦମୁଖର କରିଦିଏ। ଏହି ତ୍ରିଦିବସରେ ନବବଧୂ କାର୍ଯ୍ୟରୁ ବିରତି ନେଇ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମରେ
ନିଜକୁ ନିୟୋଜିତ କରାଇଥାନ୍ତି। ପୋଡ଼ପିଠା ହେଉଛି ଉତ୍କଳୀୟ ସଂସ୍କୃତିର ପ୍ରତୀକ। ଏପରିକି ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ନିକଟରେ ପୋଡ଼ପିଠା ଅର୍ପଣର ପରମ୍ପରା ବହୁକାଳରୁ ବିଦ୍ୟମାନ। ପ୍ରତିବେଶୀଙ୍କ ସହିତ ପୋଡ଼ପିଠାର ଶ୍ରଦ୍ଧାପୂର୍ଣ୍ଣ ଆଦାନ ପ୍ରଦାନ ଉତ୍ତମ ବନ୍ଧୁତ୍ୱର ବାତାବରଣ ସୃଷ୍ଟି କରେ। ସେହିପରି ଗ୍ରାମୀଣ କୁମାରୀମାନଙ୍କର ଏକତ୍ର ଭାବେ ଦୋଳି ଖେଳିବା ଓ ପାରମ୍ପରିକ ଐକ୍ୟ ଓ ସୌହାର୍ଦ୍ଦ୍ୟକୁ ଦୃଢ଼ୀଭୂତ କରିଥାଏ। ଏହି ସମୟରେ ନାନାଦି କ୍ରୀଡ଼ା କୌତୁକ ମାଧ୍ୟମରେ ଗୋଷ୍ଠୀ ଜୀବନର ମାଧୁରୀକୁ ବେଶ୍ ଉପଭୋଗ କରିହୁଏ। ଗ୍ରାମ୍ୟ ବାଳିକାମାନଙ୍କର ଏକତ୍ର ପଙ୍କ୍ତି ଭୋଜନ ଉଭୟଙ୍କ ମନରେ ସ୍ନେହଭାବ ପ୍ରକଟିତ କରିଥାଏ। ଗ୍ରୀଷ୍ମାବକାଶ ହେତୁ ଛାତ୍ରଛାତ୍ରୀମାନଙ୍କର ବନ୍ଧୁ ପରିଜନଙ୍କ ସହ ବନ୍ଧୁ ଘରକୁ ବୁଲିଯିବାରେ ବେଳ କଟିଥାଏ। ସମ୍ପ୍ରତି ବୈଜ୍ଞାନିକ ଯୁଗରେ ଜନନୀ ବସୁନ୍ଧରାଙ୍କ ସହିତ କୋଟି କୋଟି ଆତ୍ମଜ ମନୁଷ୍ୟ ଶିଶୁର ଆତ୍ମୀୟତା ଆଉ ନିବିଡ଼ତା ବୃଦ୍ଧି ପାଇଥାଏ। ବସ୍ତୁବାଦୀ ଜଗତରେ କୃଷି ଆଉ କୃଷକର ଭାଗ୍ୟ ହେଉଛି ବିଡ଼ମ୍ବିତ। ବିବର୍ତ୍ତିତ ମୌସୁମୀର ସ୍ୱାଭାବିକ ପ୍ରବାହ ହୋଇଛି ଖଣ୍ଡ ବିଖଣ୍ଡିତ। ଆଉ ବର୍ଷା ଯେଉଁ ସମୟରେ କୃଷକଟିର ବର୍ଷା ଦରକାର ସେହି ସମୟରେ ଆଉ ବର୍ଷା ହେଉନାହିଁ। ମୂର୍ତ୍ତିକାର ମହନୀୟତାକୁ ଉପଲବ୍ଧି କରି ତାର ପରିଚର୍ଯ୍ୟାରେ ନିୟୋଜିତ ହେବା ନିମନ୍ତେ ଯେଉଁ ସମସ୍ତ ସାମାଜିକ ବିଧିବିଧାନ ଉଦ୍ଦିଷ୍ଟ ଥିଲା ତାହା ସବୁ କୁସଂସ୍କାର ଆଉ ଅନ୍ଧବିଶ୍ୱାସରେ ପରିଣତ ହେବାକୁ ବସିଲାଣି। ବିଂଶ ଶତାବ୍ଦୀର ଶିକ୍ଷିତା ନାରୀ ଆଦ୍ୟ ଆଷାଢ଼ର ଶୁଭ ତୃତୀୟ ଦିବସରେ ପ୍ରତ୍ୟୁଷରୁ ଉଠି ଶ୍ରଦ୍ଧାପୂର୍ଣ୍ଣ ହୃଦୟରେ ମଝି ଅଗଣାରେ ବସି ଲଙ୍ଗଳ ଲୁହାକୁ ହଳଦୀ ପାଣିରେ ସ୍ନାନ କରାଇ ବସୁମତୀ ପୂଜା କରିବାକୁ ଆଗ୍ରହ ପ୍ରକାଶ କରୁନାହିଁ। କିନ୍ତୁ ବସ୍ତୁବାଦୀ ଦୁନିଆରେ ମନୁଷ୍ୟ ଯଦି ମୂର୍ତ୍ତିକା ଓ ମୌସୁମୀର ଆଦର କରି ନ ଶିଖେ, ସଂସ୍କୃତିର ପୁନରୁଦ୍ଧାର ନ କରେ, ତେବେ ସଭ୍ୟତାର ଧ୍ୱଂସ ଅନିବାର୍ଯ୍ୟ। କାରଣ ପ୍ରକୃତି ଉପରେ କାହାର ନିୟନ୍ତ୍ରଣ ନାହିଁ। ଏଣୁ ପ୍ରକୃତି ନିକଟରେ ନତଶିର ହୋଇ ତାର ବରଦାନ ଭିକ୍ଷା କରିବା ପ୍ରଧାନ କର୍ତ୍ତବ୍ୟ। ମାଟି ମାଆର ପୂଜା ସର୍ବାଦୌ କରଣୀୟ। ତାର ସ୍ମାରକୀ ସ୍ୱରୂପ ରଜପର୍ବ ପାଳନର ବିଧାନ। ଏହାକୁ ପୃଥିବୀବାସୀ ଅକ୍ଷରେ ଅକ୍ଷରେ ପାଳନ କରିବା ଉଚିତ। ଏହି ଦୃଷ୍ଟିରୁ ବିଚାର କଲେ କୃଷିଭିତ୍ତିକ ରଜ ପର୍ବର ଗୁରୁତ୍ୱ ଅପରିହାର୍ଯ୍ୟ ଏବଂ ଏହା ଆମର ସାମାଜିକ ଜୀବନକୁ ସୁଖ ଏବଂ ସମୃଦ୍ଧିରେ ଭରି ଦେଇଥାଏ।